ସତରେ ଯଦି ତମ ପୂର୍ବ ଜେନେରେସନର ଲୋକମାନେ କିଛି ଗୋଟେ ସାର୍ଟିଫିକେଟରେ ଭୁଲ କରିଥିବେ ତାହେଲେ ତମେ ଦୌଡ଼ି ଦୌଡ଼ି ଚପଲ ଛିଡ଼ିଯିବ ପଛେ କିନ୍ତୁ ସେ ସାର୍ଟିଫିକେଟ କାମଟା ହବନି। ତ ଏମିତି ମୁଁ କହିବାର କାରଣ ଏଇଆ କି ଜାଣିଛନ୍ତି ଆମର ଗୋଟେ ଏତେ ବଡ଼ ପ୍ରୋବ୍ଲେମ ହେଇଛି ଯେ ଯୋଉଟା ସିନା ମୁଁ ହସୁଛି ହେଲେ ମନ ଭିତରେ ପ୍ରବଳ କୁହ ଯୋଉଥିପାଇଁକି ମୁଁ ମାନେ ଆଗକୁ ଜୀବନରେ ଚାହିଁଲେ ବି ବଢ଼ିପାରୁନି। ତ ସେ ପ୍ରୋବ୍ଲେମଟା ହେଉଛି ଏଇଆ କି ଯେ ଆମର ନା ସିଭିଲ କାଷ୍ଟ, କିନ୍ତୁ ସିଭିଲ କାଷ୍ଟ ବୋଲି ଆମେ କୌଣସି ଗଣତି ନୁହଁ। ଏଇଟା ମୁଁ କ'ଣ ପାଇଁ କହିଲି କାହିଁକି ନା ଆମର ସେତିକି ଭୁଲ ଭାଲ ହେଇଛି ବୋଲି। ତେଣୁକରି ତାକୁ ଠିକଠାକ କରିବା ପାଇଁ ମୁଁ ବାଧ୍ୟ ହେଇକି ଗାଁକୁ ଯିବାକୁ ପଡ଼ିଲା ମୋତେ। ମାନେ ମୋ ବାବାଙ୍କର ଗାଁ ଯୋଉଟାକି ଆମ ଗାଁ, ସେଇଠିକି ତ ମୁଁ ପିଲାବେଳୁ ମାନେ ହୁଏତ 4-5 ଥର ଯାଇଥିବି। କିନ୍ତୁ ଏଇଟା ଯେତେବେଳେ ମୁଁ ମାନେ ବଡ଼ ହେଲି ସେତେବେଳେ ଆଉ ଚାକିରି ବାକିରି କଲାଠୁ ଆଉ ଟାଇମ୍ ହୁଏନି। କିନ୍ତୁ ଆଜି ଫାଷ୍ଟ ଟାଇମ୍ କାହ୍ନାକୁ ନେଇକି ଯାଉଛି ଆମ ଗାଁକୁ। ଆଉ ଆମ ଗାଁରେ ତ ସମସ୍ତେ ବହୁତ ଭଲ ପାଆନ୍ତି ମୋତେ। ଦେଖିବା ମୋତେ ମୋ ଗାଁରେ କେମିତି ଭଲ ପାଉଛନ୍ତି ଆଉ କ'ଣ କ'ଣ ସବୁ ଆମ ଗାଁରେ ଏବେ ଚେଞ୍ଜ ହେଇଛି। ତ ବହୁତ 7-8 ବର୍ଷ ପରେ ଯେତେବେଳେ ଗାଁକୁ ଯାଉଛି ବାଟ ମଧ୍ୟ ଭୁଲ ଭାଲ ହେଉଛି, କାହିଁକିନା ଆମେ ତେଣୁକରି ମ୍ୟାପ୍ ଦେଖିକି ଯିବାକୁ ପଡ଼ୁଛି। ଏଇଠି ଖୋର୍ଦ୍ଧା ହେକା ପାର କରିକି ଆମେ ଯେତେବେଳେ ଆମ ଗାଁ ମୁଣ୍ଡରେ ପହଞ୍ଚିଲୁ, ତେଣୁକରି ମୁଁ ସେତେବେଳେ ବହୁତ କନଫ୍ୟୁଜ ଥିଲି କି ଏଇଟା ଆମ ଗାଁ କି ନୁହଁ ବୋଲି। କାହିଁକିନା ରୋଡ ହେକା ବହୁତ ଚେଞ୍ଜ ହେଇଯାଇଛି, ତା ସାଙ୍ଗକୁ ସବୁ କିଛି ପରିବର୍ତ୍ତନ ହେଇଯାଇଛି। କାହ୍ନାର ମୋହର ଯେହେତୁ ଯାଇଥିଲୁ, ଆଗ ଯାଇକି ଆମ ଗାଁର ଇଷ୍ଟଦେବୀ ଯେଉଁଠି ହେଉଛି ଚଣ୍ଡୀମାତା ଅଛନ୍ତି, ଆଗ ଚଣ୍ଡୀମାଙ୍କୁ ବହୁତ ଗୁଡ଼େ ନମସ୍କାର କଲୁ। ତା ସାଙ୍ଗ ବହୁତ ତାଙ୍କୁ ଆଶୀର୍ବାଦ ମଧ୍ୟ ମାଗିଲୁ। ତାପରେ ଘର ପାଇଁ କିଛି ଜିନିଷ କିଣାକିଣି କଲୁ। ଯେହେତୁ ଆମେ ଜାଣିନୁ କ'ଣ କ'ଣ ନେଇକି ଯିବୁ କ'ଣ ନାହିଁ, ତ ଆମ ଘରକୁ ନିଜେ ଯାଉଛୁ, ତେଣୁକରି ଅଳ୍ପ ବହୁତ ଯାହା କିଣିବା କଥା କିଣିଦେଲୁ। ତାପରେ ଆମ ଘରକୁ ଦେଖନ୍ତୁ ଗଲାବେଳେ ଫାଷ୍ଟ ପଡ଼ିବ ପୋଖରୀ। ତ ଏଇ ପୋଖରୀରୁ ମୁଁ ଚିହ୍ନିଯାଏ କି ଆମ ଘର ପାଇଗଲା ବୋଲି। ମୋର ମନେ ଅଛି ପିଲାବେଳେ ଏଇ ପୋଖରୀକୁ ଆମେ ଗାଧେଇ ଆସୁଥିଲୁ। ତ ଏଇ ପୋଖରୀ କଥା ଭାବି ଭାବିକା ମୁଁ ଆଗକୁ ପୁଣି ଘରକୁ ଚାଲୁଛି। ତ ଘରକୁ ଗଲାବେଳେ ଆମର ଗୋଟେ ଶିବ ମନ୍ଦିର ପଡ଼ିବ। ଶିବ ମନ୍ଦିରରେ ଶିବ ଠାକୁରଙ୍କୁ ମୁଣ୍ଡିଆ ମାରିକି ଏଇଠି ଘର ପାଖରେ ପହଞ୍ଚିଗଲୁ। କିନ୍ତୁ ଭୁଲବଶତଃ ଆମେ ଆମ ଘର ସାମ୍ନାରେ ନ ରହି ଆଉ ଜଣଙ୍କ ଘର ସାମ୍ନାକୁ ପଳେଇଥିଲୁ। ସିଏ ମୋତେ ଦେଖିକି ମଧ୍ୟ ଚିହ୍ନି ପାରିଥିଲେ। ଏତେ ଦିନ ପରେ ବି ମୋତେ ଚିହ୍ନି ପାରିଲେ ସେ। ତାପରେ ଘରକୁ ଯାଇକି ସମସ୍ତଙ୍କୁ ମୁଣ୍ଡିଆ ମାରିକି ପୁଅ ସାଙ୍ଗରେ ପଳେଇ ଆସିଥିଲୁ ମନ୍ଦିର ବୁଲିବାକୁ। ଆଉ ପୋଖରୀ ତ ମାନେ ବହୁତ ଦିନ ପରେ ମୁଁ ଯେହେତୁ ଦେଖୁଛି ମୋତେ ବହୁତ ଖୁସି ଲାଗିଲା। ତ ପୋଖରୀ ଟିକେ ଖେଳିଥିଲି। ତାପରେ ଶିବ ଠାକୁର ପାଖରେ ଏଇଠି ଟିକେ ମୁଣ୍ଡିଆ ମାରିକି ଟିକେ ବୁଲାବୁଲି ମଧ୍ୟ କରିଥିଲି। ଇଏ ହେଉଛି ଆମ ସାନ ଭାଇ। ସାନ ଭାଇ ଆମକୁ ଚାରିଆଡ଼େ ଗାଁରେ ବୁଲେଇଲା। ତା ସାଙ୍ଗକୁ ତା ମାନେ ବଡ଼ ବାପାଙ୍କ ନାଁ କହିକି ମୋତେ ବାକି ଖାଇଦେଲା। ତ ସିଏ ବାକି ଖାଇଲା ପରେ ଆମେ ବି ଟିକେ ଖାଇ ଦେଇଥିଲୁ। ତାପରେ ଶିବ ଠାକୁରଙ୍କୁ ଦର୍ଶନ କଲୁ କାହ୍ନାଙ୍କର ମୋର। ମୋତେ ବହୁତ ଖୁସି ଲାଗିଲା ଯାହା ହଉ କାହ୍ନା ମୋ ସାଙ୍ଗେ ଗଲେ ବୋଲି। ତାପରେ ଏଇଠି ଆମ ଘରେ ଦେଖନ୍ତୁ ଭାଇମାନେ କେତେ ଚଢ଼େଇ ରଖିଛନ୍ତି। ଏଇ ଚଢ଼େଇ ଗୁଡ଼ା ମିନିମମ୍ 100ଟା ହବ। ମାନେ ଶୁଆ ସାରି କରିକି ସବୁ କିଛି ଚଢ଼େଇ ସେ ରଖିଥିଲେ। ଚଢ଼େଇ ଦେଖିଲୁ, ତା ସାଙ୍ଗ ଖିଆପିଆ ମଧ୍ୟ କଲୁ। ବଡ଼ ବାପା ଆଉ ବଡ଼ ବୋଉ ତା ସାଙ୍ଗେ ଭାଉଜମାନଙ୍କ ସହିତ ବହୁତ କିଛି ଫଟୋ ଉଠେଇଲୁ, ମଜାମସ୍ତି କଲୁ। ତ କିନ୍ତୁ ଯୋଉ କାମ ପାଇଁ ଆସିଥିଲୁ ସେଇ କାମଟା ଭଗବାନଙ୍କ ଦୟାରୁ ହେଇଗଲା। ଯେହେତୁ ମୋତେ ବହୁତ ଖୁସି ଲାଗିଲା। ସତରେ ଭଗବାନ ଅଛନ୍ତି, ଆଉ ଯୋଉ କାମ ଗୁରା ମୁଁ ଚାହୁଁଛି ସେ କାମ ମୋର ହେଇଯାଉଛି ମଧ୍ୟ। ଏଇଠି ବଡ଼ ବୋଉ ସାଙ୍ଗେ ଟିକେ ରିଲ୍ସ ବନେଇଥିଲି, ବଡ଼ ବୋଉ ମୋର ଲାଜେଇଗଲା। ତାପରେ କାମ ଦାମ ସାରିକି ପୁଣି ଘରକୁ ଆସିଲୁ। ପୁଣି ଦେଖା ହବ ନେକ୍ସଟ ଭିଡ଼ିଓରେ। ବାଏ ବାଏ।